ସକାଳୁ ସକାଳୁ ଅବସ୍ଥା ଖରାପ ପଡ଼ିକି ତ ଛେଲି ଛାଲି ହେଇଯାଇଛି। ଭିଡ଼ିଓ ତ କରିପାରିଲିନି ସୁଟ୍। ତଥାପି ଟିକେ ମୋ ପୁଅ ଆଣିକି ଥୋଇ ଦେଇଥିଲା ମୋବାଇଲ୍, ମୁଁ ଦେଖିନଥିଲି। ପଛରେ ଦେଖିଲା ବେଳକୁ ତ ଫାଟି ଯାଇଥିଲା ବହୁତ। ମୋ ପୁଅ ଜଷ୍ଟ ଅଳ୍ପ ଟିକେ ଫାଟିଥିଲା, ଆଉ ତା ସହିତ ମୋ ଚୁଡ଼ିଟା ଫାଟି ଯାଇଥିଲା। ଯେମିତି ଗୋଟେ କଥାରେ ନାହିଁ, ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। ସେମିତି ଯଦି ଗୋଟେ ଜାଗାରେ ଆପଣ ରହିବେ, ବାହାରକୁ ଯିବେନି କୁଆଡ଼େ, ଫୁଲ୍ ମାନେ ମାଇଣ୍ଡ ତ ଡିପ୍ରେସନ୍ ହେବ, ଭଲ ହିଁ ଲାଗିବନି କିଛି। ଯେମିତି କିଛି ମାଇଣ୍ଡରେ ବସିବ, କିଛି ଗୋଟେ ଓଲଟା ସିଧା କାମ କରିଦେବି କି, ଆଉ ମାନେ ଯେମିତି ଲାଇଫ୍ଟା ହିଁ ସ୍ପଏଲ୍ ଲାଗିବ, ଭଲ ଲାଗିବନି। ତାପରେ ମୋର ତ କ୍ଷତି ହେଲା। ଦେଖନ୍ତୁ ମୋର ଚୁଡ଼ିଟା କେମିତି ଫାଟି ଯାଇଛି। ଯାହା ବି ହଉ, ଚୁଡ଼ି ତ ଫାଟିଗଲେ ଜଏଣ୍ଟ କରିହେବ, କିନ୍ତୁ ମନ କେବେ ଭାଙ୍ଗିଲେ ଜଏଣ୍ଟ କରିହେବ। ହ୍ୟାଲୋ ଫ୍ରେଣ୍ଡ, ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଫୁଟପଟିଆ ବୁଲେଟ୍ ଗାଡ଼ି ଆସିଗଲା। ଆମେ ଦୁଇ ଯା ବାହାରିଲୁ ବୁଲିବାକୁ। ଆଉ ଏଠି ମୋ ପୁଅ ଆସିକି ଗୀତା ବହି ଦେଇକି, ଆଉ ଗାଡ଼ିଟା ନେଇକି ଯାଅ, ବ୍ୟାଗ୍ଟା ନେଇକି ଯାଅ, ଆଉ ରାସନ ଜିନିଷ ଆଣିବ, ଗାଡ଼ିଟାରେ ନେଇକି ବୁଲିକି ଆସିବ ମା ମାନେ। ଛୋଟ ଛୁଆଟେ, ତାର ଯେତିକି ବୁଦ୍ଧି ସେ ସେତିକି କଲା। ଏଠି ସେ ପାଠ ହୋମୱାର୍କ କରୁଥିଲା, ମୁଁ ତାକୁ ହୋମୱାର୍କ ଦେଇକି ତାକୁ ବସେଇ ଦେଇକି ରେଡ଼ି କରି ସ୍କୁଲ ନେଇକି ଛାଡ଼ି ଦେଇ ଆସିଥିଲୁ। ସେ ସ୍କୁଲରୁ ତାକୁ ଆଣିବାକୁ ଯିବାକୁ ଯେତେବେଳେ ବାହାରିଲୁ, ସେତେବେଳେ ଦୁଇ ଯା ଗାଡ଼ିରେ ନେଇ ଗଲୁ। ଆଗେ ଟିକେ ମାର୍କେଟିଂ କରିବାର ଥିଲା, ତାପରେ ଯାଇକି ଶ୍ରେୟାଂଶର ସ୍କୁଲକୁ ଯାଇଥିଲୁ। ଏଠି ଶ୍ରେୟାଂଶ ତାର ଦୁଃଖ କାହାଣୀ, ତାର କ'ଣ ଜାଣିଛି ସେସବୁ ଗପୁଥିଲା। ତାର ରାଇମ୍ସର ଥିଲା, ଏକ୍ଜାମ୍ ବି ତାର ଥିଲା, ସେ ପ୍ରାକ୍ଟିସ୍ କରୁଥିଲା। ସେ ତ ଛୋଟ ଛୁଆଟେ, କିନ୍ତୁ ତାର ବୁଦ୍ଧି ବହୁତ ଭଲ। ଆଉ ତାର ବହୁତ ଗୋଟେ ଭଲ ଇଣ୍ଟରେଷ୍ଟ ହେଉଛି ଭିଡ଼ିଓ କରିବା। କିନ୍ତୁ କ'ଣ କରିବା, ଆମେ ଏଠି ଚାଲିଲୁ। ଏଇଟା ହେଉଛି ରୋଡ଼୍ଟା ଏତେ ସୁବିଧା ନାହିଁ, ଯେଉଁଠି ବଡ଼ ବଡ଼ ଢେଲା ପଡ଼ିଛି, ଚକାର ପଡ଼ିଯିବାର ଚାନ୍ସେସ୍ ବହୁତ। ତାପରେ ବି ଛୋଟ ଛୁଆଟେ ଅଛି, ତାକୁ ଛାଡ଼ିକି ଆମେ ଯାଇଥିଲୁ ଦୁଇ ଯା। ଆମେ ମାର୍କେଟ, ଯେତେ ଯିଏ ସାଙ୍ଗ ଥାଆନ୍ତୁ ନା କାହିଁକି, ସବୁ ତ କିଏ କେଉଁଠି ରହିବେ। ଆଉ ଚିହ୍ନି ନଥିବ, ଜାଣିନଥିବ, ରକ୍ତ ସମ୍ପର୍କ ନଥିବ, କିନ୍ତୁ ବନ୍ଧୁ ଗୋଟେ, ଭଲ ବନ୍ଧୁ, ଗୋଟେ ବେଷ୍ଟ ଫ୍ରେଣ୍ଡ, ଭଲ ଭଉଣୀ, ଭଲ ମା, ଭଲ ସାଥୀ, ସିଏ ଆଉ କେହି ନୁହନ୍ତି। ସିଏ ହେଉଛି ଯାହା ସହିତ ସବୁ ଦୁଃଖ ସେୟାର କରିପାରିବ, କାମରେ ବି ସେୟାର କରିବ, ହସ ମଜା ଥଟ୍ଟା କିଛି ତା ସହିତ ସମ୍ପର୍କ ନାହିଁ। କିନ୍ତୁ ଏମିତି ବନ୍ଧନରେ ବାନ୍ଧିଛନ୍ତି ଯେ ଦୁଇ ଜଣ ଦୁଇ ଜଣଙ୍କ ପରିପୂରକ। ଜଣେ ଯଦି ଜଣଙ୍କ ଅନ୍ୟ ଜଣଙ୍କ କଥା ନହେଲା, ଦିନଟା ଭଲରେ ଯାଏନି। ଯେତେ ଯିଏ ଯାହା ଥାଆନ୍ତୁ। ସରକାର ଏଠି ପାଣି ଦେଇଛି, ଟ୍ୟାପ୍ରେ ଦେଖନ୍ତୁ ପାଣି କେମିତି ବୋହି ଚାଲିଛି। ମାନେ ପାଣି ଦେଇଛନ୍ତି ଠିକ୍ ଅଛି ସରକାର, କିନ୍ତୁ ଟ୍ୟାପ୍ ସିଷ୍ଟମ୍ ନା କିଛି ବି ଭଲ କରିନାହାନ୍ତି। ଅଟୋମେଟିକ୍ ପାଣି ତାର ବୋହି ଯାଉଛି, ଯେଉଁଥିପାଇଁ ଜଳ ତ ସର୍ଟ ହେଲେ ଆମକୁ ହିଁ କଷ୍ଟ ହେବ ନା। ଆମେ ଆସିକି ଟିକେ ପହଞ୍ଚିଗଲୁ କୁଆରମୁଣ୍ଡା ମାର୍କେଟ। ଦୁଇ ଯା ତରତର ହେଇକି ଗାଡ଼ି ଚଲାଉଥିଲୁ। ସିଏ ଚଲାଉଥିଲା, ମୁଁ ଭିଡ଼ିଓ ବନାଉଥିଲି। ଏଠି ତ ମାଛ ନେଲେ, ମାଛ ତ ମୁଁ ଖାଏନି। ଗୋଟେ ଜୀବ କଲବଲ କରି ତାକୁ ଏମିତି ଛେଲିକି କାଟିକି ତାକୁ ମୋ ଦେହ କ'ଣ ହେଇଗଲା। ମୁଁ ତ ବୁଲି ପଡ଼ିଲି, ମୁଁ ଆଉ ସେଠିକି ଆଉ ଅନେଇଲିନି। ଗୋଟେ ଜୀବକୁ କଲବଲ କରିକି, ଉଫ୍ ପ୍ରଭୁ। ଏଠୁ ଆମେ ଚାଲିଲୁ, ରାସନ ଜିନିଷ କିଛି ଆଣିଲୁ। ଆଣି ସାରିଲା ପରେ ଏଇଟା ଦେଖନ୍ତୁ, ଆଜି ତ ସକାଳ ମର୍ଣ୍ଣିଂ ଟାଇମ୍, କିନ୍ତୁ ଆଜି ଏତେ ବି ଖରା ନାହିଁ, ଏତେ ବି ଥଣ୍ଡା ନାହିଁ, ହାଲକା ଫୁଲକା। ତ ଏଠି ମୋ ଯା ବାଛୁଛି ପିଆଜ। ଆଉ ଏଠି ପୁଅକୁ ନେଇକି ଆଇଲା, ତାର ଛୁଟି ଟାଇମ୍ ହେଇନଥିଲା, କିନ୍ତୁ ସିଏ ଆସିଗଲେ ହିଟଲର ତାକୁ ନେଇକି। ଯେମିତି ବଡ଼ ପର୍ବତ। ଆପଣମାନଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କର ଭଲ ପାଇବା ଥିଲେ ଆମେ ଆହୁରି ଆଗକୁ ଭଲ ଭଲ ଭିଡ଼ିଓ, କ୍ୱାଲିଟି ବାଲା ଭିଡ଼ିଓ କରିବୁ, ଭଲ ଭିଡ଼ିଓ କରି ପକେଇବୁ। ନା ଆପଣଙ୍କ ଭଲ ପାଇବା ନିହାତି ଦରକାର। ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ଭୁଲିବେନି, ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ ସୋ ମଚ୍।